ଆଜିର ବଡ଼ ଖବର ଆଶାକର୍ମୀଙ୍କ ଦାବି ଉପରେ ଆସିଛି ସରକାରଙ୍କର ରିପୋର୍ଟ। ଆଶାକର୍ମୀ ଯେଉଁମାନେ ଦାବି କରିଥିଲେ ବା ତାଙ୍କମାନଙ୍କର ରାଲି ମାଧ୍ୟମରେ ଦାବି ଜଣାଉଥିଲେ ତାଙ୍କମାନଙ୍କ ପାଇଁ ଆସିଛି ସରକାରଙ୍କ ପାଖରୁ ଗୋଟେ ରିପୋର୍ଟ। ଚାଲନ୍ତୁ ଜାଣିବା এই ভিডিও মাধ্যমে। নমস্কার বন্ধুମାନେ, স্বাগত ଆପଣମାନଙ୍କୁ ଆମ ଚ୍ୟାନେଲ କାହ୍ନା ରିପୋର୍ଟରକୁ ପୁଣି ଥରେ। ଆଜି ଆମେ ଆଲୋଚନା କରିବା ଆଶାକର୍ମୀଙ୍କୁ ନେଇ ଆସିଥିବା ଏକ ବଡ଼ ଅପଡେଟ୍ ଉପରେ। ଆଉ ଆଶାକର୍ମୀ ମାନେ ଦୀର୍ଘ ଦିନ ଧରି ନିଜର ବିଭିନ୍ନ ଦାବି ନେଇ ସରକାରଙ୍କ ନଜରକୁ ଆଣୁଥିଲେ। ତାହା ସହ ଏବେ ଏହି ଦାବି ଗୁଡ଼ିକ ଉପରେ ଏକ ସରକାରୀ ରିପୋର୍ଟ ଆସିଥିବା ଚର୍ଚ୍ଚା ଜୋର ଧରିଛି। ତା ସହିତ ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଆଶାକର୍ମୀଙ୍କ ମୁଖ୍ୟ ଦାବି କ'ଣ, ସରକାରଙ୍କ ରିପୋର୍ଟରେ କ'ଣ ଉଲ୍ଲେଖ ରହିଛି, ତା ସହିତ ଏବଂ ଆଗାମୀ ଦିନରେ କ'ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ। ତା ସହିତ ଚ୍ୟାନେଲରେ ନୂଆ ଥିଲେ ନିହାତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ହେଲେ ଭୁଲନ୍ତୁ ନାହିଁ, କାରଣ ଆପଣମାନଙ୍କ ପାଇଁ ଏହି ଟାଇପ୍ର କଣ୍ଟେଣ୍ଟ ଆସିକି ପହଞ୍ଚିବ। ତେଣୁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନ କରିଥିଲେ ସବସ୍କ୍ରାଇବ୍ ନିହାତି କରିଦିଅନ୍ତୁ। ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ଆଶାକର୍ମୀଙ୍କର ଭୂମିକା କ'ଣ ରହିଛି ସର୍ବପ୍ରଥମେ ଜାଣିନେବା। ଅଙ୍ଗନବାଡ଼ି କର୍ମୀମାନଙ୍କର ଯେତେକ ସାରା ଡିଟେଲ୍ସ ରହିଥିଲା ମୁଁ ଏ ଚ୍ୟାନେଲ ମାଧ୍ୟମରେ ଅପଲୋଡ଼ କରିଦେଇଛି। ଯଦି ଦେଖିନାହାନ୍ତି ନିହାତି ଯାଇକି ଦେଖିଦିଅନ୍ତୁ। ତା ସହିତ ଏବେ ଆଶାକର୍ମୀମାନଙ୍କର କିଛି ଅପଡେଟ୍ ଆସିକି ପହଞ୍ଚି ଯାଇଛି, ଗୁରୁତ୍ୱପୂର୍ଣ୍ଣ ଅପଡେଟ୍। ତାହା ମୁଁ ଜଣାଇ ନଥିଲି, ଏବେଠାରୁ ଆଶାକର୍ମୀମାନଙ୍କର କିଛି ଅପଡେଟ୍ ଜଣାଯିବ। ଆପଣମାନେ ଧ୍ୟାନର ସହ ତାଙ୍କମାନଙ୍କର ପ୍ରଥମ ଭୂମିକା ଜାଣି ନିଅନ୍ତୁ। ଆଶାକର୍ମୀଙ୍କର ଭୂମିକା କ'ଣ ରହିଛି। ବନ୍ଧୁମାନେ, ଗାଁ ଗହଳିରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ଆଶାକର୍ମୀଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏଟା ଆପଣମାନେ ଭଲ ଭାବରେ ଜାଣିଥିବେ। ତା ସହିତ ଗର୍ଭବତୀ ମହିଳାଙ୍କର ଯତ୍ନ ନେବା, ତା ସହିତ ଟୀକାକରଣ ସଚେତନତା କାର୍ଯ୍ୟକ୍ରମ, ତା ସହିତ ଶିଶୁ ସ୍ୱାସ୍ଥ୍ୟ ଏବଂ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସେମାନେ ଦିନରାତି ପରିଶ୍ରମ କରିଥାନ୍ତି। ଆପଣମାନେ ଏଟା ଭଲ ଭାବରେ ଜାଣିଥିବେ। କୋଭିଡ଼ ସମୟରେ ଆଶାକର୍ମୀମାନଙ୍କର ଭୂମିକା କେତେ ମାତ୍ରାରେ ଥିଲା ଆପଣମାନେ ଭଲ ଭାବରେ ଜାଣିଥିବେ। ତା ସହିତ ଲୋକମାନଙ୍କ ପାଖରେ ସ୍ୱାସ୍ଥ୍ୟର ଯେତେକ ସାରା ଯୋଜନା ଆସିକି ପହଞ୍ଚିଥାଏ ତାହାକୁ ଡେଲିଭରି କରିବା ପ୍ରଥମ କାର୍ଯ୍ୟ ରହିଥାଏ ଆଶାକର୍ମୀମାନଙ୍କର, ବା ଆଶାକର୍ମୀମାନେ ସେ କାର୍ଯ୍ୟଟିକୁ ଠିକ୍ ଭାବରେ ମଧ୍ୟ ଭୂମିକା ନେଇକି ତାକୁ ନିଭାଇଥାନ୍ତି ମଧ୍ୟ ଆପଣମାନେ ଭଲ ଭାବରେ ଜାଣିଥିବେ, ଆପଣଙ୍କୁ କହିବା ପାଇଁ ପଡ଼ିବ ନାହିଁ। ତା ସହିତ କୋଭିଡ଼ ସମୟରେ ମଧ୍ୟ ଆଶାକର୍ମୀମାନେ ଜୀବନକୁ ବିପଦରେ ପକାଇ କାମ କରୁଥିଲେ ମଧ୍ୟ ଆପଣମାନଙ୍କ ସେବା ପାଇଁ। ତା ସହିତ ସେଥିପାଇଁ ବର୍ଷ ବର୍ଷ ଧରି ସେମାନେ ନିଜର ସମସ୍ୟା ଓ ଦାବିକୁ ସରକାରଙ୍କ ସାମ୍ନାରେ ଉଠାଇ ଆସୁଛନ୍ତି। ବହୁତ ଦିନ ହେଲାଣି ତାଙ୍କମାନଙ୍କର ଦାବି ସରକାରଙ୍କ ସାମ୍ନାରେ ଉଠାଇ ଆସୁଛନ୍ତି। ଗତ ବହୁତ ଦିନ ହେବ, ବହୁତ ବର୍ଷ ହୋଇଗଲାଣି ତାଙ୍କମାନଙ୍କର ଦାବି ସରକାରଙ୍କ ପାଖରେ ଆଣିକି ସେ ଉଲ୍ଲେଖ କରୁଛନ୍ତି। ସବୁବେଳେ ସରକାରଙ୍କୁ ଜଣାଉଛନ୍ତି କି ଆମମାନଙ୍କର ଦାବିକୁ ପୂରଣ କରାଯାଉ। ଚାଲନ୍ତୁ ଏବେ ଜାଣିନେବା କ'ଣ ରହିଛି ତାଙ୍କମାନଙ୍କର ମୁଖ୍ୟ ଦାବି। ସର୍ବପ୍ରଥମେ ତାକୁ ନିହାତି ଜାଣିବା ଆବଶ୍ୟକ ରହିଛି। ଚାଲନ୍ତୁ ମୁଖ୍ୟ ଦାବି କ'ଣ ଆଶାକର୍ମୀମାନଙ୍କର ଜାଣିବା। ଆଶାକର୍ମୀଙ୍କ ପକ୍ଷରୁ ସାଧାରଣତଃ କିଛି ମୁଖ୍ୟ ଦାବି ଉଠାଯାଇଛି। ତାହା ହେଉଛି, ପ୍ରଥମ ଦାବି ହେଉଛି ମାସିକ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରାଯିବ। ପ୍ରଥମ ହେଉଛି ମାସିକ ପ୍ରୋତ୍ସାହନ ରାଶି, ମାନେ ତାଙ୍କମାନଙ୍କର ମାସିକ ଦରମାକୁ ବୃଦ୍ଧି କରାଯାଉ। ତା ସହିତ ଦ୍ୱିତୀୟ ଦାବି ହେଉଛି ନିୟମିତ କର୍ମଚାରୀ ଭାବରେ ସ୍ୱୀକୃତି ତାଙ୍କୁ ଦିଆଯାଉ। ନିୟମିତ ଭାବରେ କର୍ମଚାରୀ ଭାବରେ ତାଙ୍କୁ ଗୋଟେ ମାନ୍ୟତା ମିଳିବା ନିହାତି ଆବଶ୍ୟକ। ତା ସହିତ ତୃତୀୟ ଦାବି ହେଉଛି ସାମାଜିକ ସୁରକ୍ଷା, ପେନସନ ଓ ବୀମା ସୁବିଧା ତାଙ୍କମାନଙ୍କୁ ମିଳିବା ଆବଶ୍ୟକ। ତା ସହିତ ଚତୁର୍ଥ ଦାବି ହେଉଛି କାର୍ଯ୍ୟ ଅନୁସାରେ ଉଚିତ ପାରିଶ୍ରମିକ ମିଳିବା ନିହାତି ମଧ୍ୟ ଆବଶ୍ୟକ। ତା ସହିତ ଏହା ଛଡ଼ା ଅନ୍ୟାନ୍ୟ ସୁବିଧା ମଧ୍ୟ ସେମାନେ ଦୀର୍ଘ ଦିନ ଧରି ଦାବି କରୁଛନ୍ତି ମଧ୍ୟ। ଆହୁରି କିଛି ସୁବିଧା ସେମାନେ, ଏହା ତ ତାଙ୍କର ମୁଖ୍ୟ ଦାବି ଥିଲା, କିନ୍ତୁ ଆହୁରି ବହୁତ ସାରା ଦାବି ରହିଛି ଯାହାକୁ ସେମାନେ ବହୁତ ଦିନ ହେଲାଣି ଲଗାତାର କହି ଆସୁଛନ୍ତି ବା ଉଲ୍ଲେଖ କରୁଛନ୍ତି ସବୁବେଳେ ରାଜ୍ୟ ସରକାରଙ୍କ ପାଖରେ ବା ସରକାରଙ୍କ ପାଖରେ। ତା ସହିତ ସରକାରଙ୍କ ରିପୋର୍ଟକୁ ନେଇକି କ'ଣ ଚର୍ଚ୍ଚା ଚାଲିଛି, ଯାହା ଏହି ଭିଡ଼ିଓର ମୁଖ୍ୟ କଥା ରହିଛି। ସରକାରଙ୍କ ରିପୋର୍ଟକୁ ନେଇକି କ'ଣ ଚର୍ଚ୍ଚା ଚାଲିଛି ଚାଲନ୍ତୁ ଜାଣିନେବା। ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏବେ ସବୁଠାରୁ ଗୋଟେ ବଡ଼ ପ୍ରଶ୍ନ ଆସିକି ପହଞ୍ଚିଛି, ସରକାରଙ୍କ ରିପୋର୍ଟରେ କ'ଣ ରହିଛି। ସରକାରଙ୍କ ରିପୋର୍ଟରେ କ'ଣ ରହିଛି ଆଶାକର୍ମୀମାନେ ଶୁଣି ନିଅନ୍ତୁ। ବିଭିନ୍ନ ମାଧ୍ୟମରେ ଏବଂ ଚର୍ଚ୍ଚା ଅନୁଯାୟୀ ଆଶାକର୍ମୀଙ୍କ କାର୍ଯ୍ୟ ଦାୟିତ୍ୱ ଏବଂ ପାରିଶ୍ରମିକ ସମ୍ପର୍କରେ ସମୀକ୍ଷା କରାଯାଇଛି ବୋଲି ଖବର ଆସୁଛି। ତାଙ୍କମାନଙ୍କର ପାରିଶ୍ରମିକ ଏବଂ ତାଙ୍କ ସମୀକ୍ଷା କରାଯାଉଛି ବୋଲି, କାର୍ଯ୍ୟ ଉପରେ ସମୀକ୍ଷା କରାଯାଉଛି ବୋଲି ଗୋଟେ ଖବର ଆସିକି ପହଞ୍ଚିଛି। ତା ସହିତ ଏହା ରିପୋର୍ଟରେ କର୍ମୀମାନଙ୍କର ସମସ୍ୟା, ମାଇଦାନ ପ୍ରଦାନ ସ୍ତରର
अभिज्ञता एवं स्वास्थ्य व्यवस्था सेमानकर अवदान उपरे विशेष ध्यान दिया जाइथिबा चर्चा हेउची मध्य ता सहित तेबे जे पर्यंत सरकार पक्षर कौनसी अंतिम घोषणा आसी नाही से पर्यंत कौनसी सूचना को चूड़ांत बोली धरी नेबा ठीक हेबो नाही बोली जहाँ मु आपण मानकु कहि दबा पई जाउची बा कहि दउची कि जदि सरकार पक्षर कौनसी अंतिम घोषणा आसी नाही तेबे कौनसी सूचना को चूड़ांत बोली धरी नेबा ठीक हेबो नाही बोली जहाँ कुहा जाउची ता सहित आशाकर्मी आशा कौन रही आशाकर्मी माने कौन आशा रखिछंती चलंतु जानि नबा बंधु माने आशाकर्मी मानकर मध्यरे एबे बहुत आशा देखिबा को मिलुची ता सहित सेमानकर कहिबार कथा हेउची जदि दायित्व बढ़ुची तेबे सुविधा और पारिश्रमिक मध्य सेही अनुपात रे बढ़िबा उचित तासह वर्ष वर्ष धरी स्वास्थ्य क्षेत्र में अवदान देउथुबा कर्मी माने निज दाबी उपरे सकारात्मक पदक्षेप आशा करुछंती बोली जहाँ यही आशाकर्मी मानकर आशा रखिछंती ता सहित आशाकर्मी माने आशा कौन रखिछंती मु आपण मानकु जणैलेनी कौन होई पारे आगामी पदक्षेप आपण माने निहाती जानिबा दरकार आगामी पदक्षेप कौन होई पारे आपण माने न जानि कि वीडियो को स्किप करंतु नाही निहाती जानंतु जदि रिपोर्ट उपरे सरकारकर आलोचना करंती तेबे भविष्यत रे किछि सकारात्मक परिवर्तन देखिबा को मिली पारे बोली जहाँ कुहा जाउची जदि ए रिपोर्ट उपरे कार्यकारी हुए ताहाले भविष्यत रे किछि सकारात्मक कौन आसिकी पहुँची पारिबो कौन परिवर्तन जहाँ देखा मिलूँ ता सहित एतिरे पारिश्रमिक संपर्कित विषय प्रोत्साहन राशि प्रशिक्षण व्यवस्था एवं सामाजिक सुरक्षा भली प्रसंग थाई पारे मध्य ता सहित किंतु पुणी थरे कहबाकू गले जे पर्यंत सरकार पक्षरु आधारित बा आधिकारिक घोषणा आसी नाही से पर्यंत एहाकू केवल चर्चा भाव में नेबा उचित अधिकारींकर जेतबेले घोषणा आसिकी पहुँचब ताहा परे जाइकी सेटा फाइनाल बोली धरा जिवो जे पर्यंत अधिकारींकर घोषणा आसिकी पहुँची नाही ताकू चर्चा बोली धरी नबा उचित ताहा सहित कर्मी मानकर प्रतिक्रिया कौन रही सर्व कथा आपण माने जानि नबा निहाती आवश्यक अनेक स्थान रे आशाकर्मी माने कहउछंती जे सेमानकर दीर्घ दिन धरी निजर समस्या उपरे समाधान चाहुछंती तास केही आशावादी थिबा बेले अन्य माने कहउछंती जे घोषणा न आसीबा पर्यंत अपेक्षा करिबा दरकार सेति पई वर्तमान समय रे समस्तक नजर सरकारक परवर्ती पदक्षेप उपरे रहिछि बड़ प्रश्न दाबी पूरण हेबो कि एहा हेउछि सबुठारु बड़ प्रश्न आशाकर्मीक दाबी पूरण हेबो कि दरमा किंबा प्रोत्साहन राशि किछि वृद्धि हेबो कि सामाजिक सुरक्षा उपरे कौनसी नुआ पदक्षेप आसीबो कि एही सबु प्रश्नर उत्तर आगामी दिन में सरकार घोषणा परे ही स्पष्ट हेबो बोली जहाँ कुआ जाउची तेबे एहा थिला समस्त विषयर सूचना आशाकर्मी मानकु नेकी जदि आपण मानकु या भलो लागिछि निहाती चैनल को सब्सक्राइब करी आशा वीडियो को लाइक कर दियंतु देखा आपण मानक सहित गोटे नुआ टॉपिक रे से जाय विदाय दियंतु रहिली जय जगन्नाथ जय हिंद वंदे